ସ୍ୱାମୀଙ୍କୁ ଆୟତ୍ତରେ ରଖିବାର ଉପାୟ। ପ୍ରଥମେ ସକାଳୁ ଉଠିଲା ପରେ ସ୍ୱାମୀଙ୍କୁ ହସ ହସ ମୁହଁରେ ଗୋଟିଏ ମୁଣ୍ଡିଆ ମାରନ୍ତୁ। ତାଙ୍କର ସ୍ନାନ ସାରିବା ପୂର୍ବରୁ ତାଙ୍କର ପିନ୍ଧିବା କପଡ଼ା ପ୍ରସ୍ତୁତ କରି ରଖନ୍ତୁ। ଆଉ ଖାଇବା ସମୟରେ ତାଙ୍କ ସହିତ ମିଶିକି ଖାଆନ୍ତୁ। ସ୍ୱାମୀ ରାଗିଥିବା ସମୟରେ ତାଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ। ରାତିରେ ଶୋଇବା ବେଳେ ନିଜର ସୁବିଧା ଓ ଅସୁବିଧାକୁ ତାଙ୍କୁ କୁହନ୍ତୁ। ତାଙ୍କ ମନ ପସନ୍ଦର ଖାଇବା ବନେଇକି ଖୁଆନ୍ତୁ। ଶାଶୁ ଶ୍ୱଶୁରଙ୍କ ସେବା ଯତ୍ନ ଠିକ୍ ସେ କରନ୍ତୁ। ଅଧିକ ମହତ୍ୱପୂର୍ଣ୍ଣ କାହିଁକି ମଙ୍ଗଳବାର? ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ମଙ୍ଗଳବାର ଦିନ ମା ସୀତାଙ୍କର ଜନ୍ମଗ୍ରହଣ ହୋଇଥିଲା। ମଙ୍ଗଳବାର ଦିନ ମହାବଳୀ ହନୁମାନ ଜନ୍ମଗ୍ରହଣ କରିଥିଲେ। ମଙ୍ଗଳବାର ଦିନ ରାମଚରିତମାନସ ଲେଖା ହୋଇଥିଲା। ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମା ସୀତାଙ୍କର ବିବାହ ହୋଇଥିଲା। ଝିଅଙ୍କ ପ୍ରକୃତିକୁ ଜାଣନ୍ତୁ। ଭଲ ଝିଅମାନେ କମ୍ କଥା କୁହନ୍ତି। ଏପରି ଝିଅମାନେ କେବଳ ନିଜ କାମରେ ମନ ରଖନ୍ତି। ଯେଉଁ ଝିଅମାନେ ଅଧିକ ପାଟି କରି କଥା ହୁଅନ୍ତି ସେମାନଙ୍କୁ ଟଙ୍କା ବା ଧନର ଲୋଭ ନଥାଏ। ତାଙ୍କ ହୃଦୟ ନିର୍ମଳ ହୋଇଥାଏ। ଜ୍ଞାନୀ ଝିଅମାନେ ନା ନିଜ ସୁନ୍ଦରତା ଉପରେ ଅହଙ୍କାର କରନ୍ତି ନା ନିଜ ସ୍ୱାମୀଙ୍କ ସମ୍ପତ୍ତି ବିଷୟରେ ଅନ୍ୟ ଆଗରେ ପ୍ରକାଶ କରନ୍ତି। ଯେଉଁ ମହିଳାମାନେ ନିଜକୁ ଅଧିକ ସୁନ୍ଦର ବୋଲି କୁହନ୍ତି ସେମାନେ ତାଙ୍କ ସୁନ୍ଦରତା ଉପରେ ଗର୍ବ କରନ୍ତି। ନିରୀହ ବା ଲାଜକୁଳି ଦେଖେଇ ହେଉଥିବା ଝିଅମାନଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ। କାଗଜରେ ନୁହଁ ମନରେ ଅଛି ଛାପ। ମହାତ୍ମା ଗାନ୍ଧୀଙ୍କର ପରମ ସେବକ ଥିଲେ ଆଚାର୍ଯ୍ୟ ବିନୋବା ଭାବେ। ଯେତେବେଳେ ସେ ଛୋଟ ଥିଲେ ସେତେବେଳେ ସେ ପାଠଶାଳାରେ ଶିକ୍ଷକ ମହୋଦୟ ସବୁ ଛାତ୍ରଙ୍କୁ କିଛି ଶବ୍ଦ ଲେଖେଇଲେ। ସବୁ ଛାତ୍ର ଲେଖୁଥିଲେ କିନ୍ତୁ ବିନୋବା ଭାବେ ଲେଖୁନଥିଲେ। କିନ୍ତୁ ବିନୋବା ଭାବେ କେବଳ ଶୁଣୁଥିଲେ। ଶିକ୍ଷକଙ୍କ ଦୃଷ୍ଟି ହଠାତ୍ ବିନୋବାଙ୍କ ଉପରେ ପଡ଼ିବାରୁ ଖାତାରେ ଲେଖା ହୋଇଥିବା ଶବ୍ଦକୁ ପଢ଼ିବା ପାଇଁ କହିଲେ। ଶିକ୍ଷକଙ୍କ ଆଜ୍ଞାରେ ବିନୋବାଜୀ ଖାତା ଉଠେଇଲେ ଆଉ ଶୁଣିଥିବା ଶବ୍ଦକୁ ଦୋହରାଇ ଦେଲେ। ଏମିତି ମନେ ହେଉଥିଲା ଯେମିତି ସେ ଖାତାରୁ ଦେଖି କହୁଛନ୍ତି। ଶିକ୍ଷକ ଯେତେବେଳେ ତାଙ୍କ ଖାତା ମାଗିଲେ ସେଥିରେ କିଛି ବି ଲେଖା ନଥିଲା। ଏହା ଦେଖି ଶିକ୍ଷକ ଏବଂ ସବୁ ଛାତ୍ର ଆଶ୍ଚର୍ଯ୍ୟଚକିତ ରହିଗଲେ। ଶିକ୍ଷକଙ୍କ ପଚାରିବାରେ ବିନୋବା କହିଲେ ଆପଣଙ୍କ ଦ୍ୱାରା କୁହାଯାଇଥିବା ଶବ୍ଦକୁ ମୁଁ ଖାତାରେ ନୁହେଁ ଓଲଟି ମନରେ ଉତାରି ନେଇଥିଲି। ଏହି ଶବ୍ଦକୁ ଆପଣ କେମିତି ଗଢ଼ି ପାରିଥାନ୍ତେ? ମିଛ ଲାଗେ ସେ ଧାରେ ସିନ୍ଦୁର ଦିପଟ ଶଙ୍ଖା ଆଉ ମନ୍ତ୍ରଧ୍ୱନି ତ କେବଳ ଆଖିରୁ ଛୁଟି ଆସୁଥିବା ଧାର ଲୁହ ଆଉ ମନ ଭିତରେ ମୁଣ୍ଡ ପିଟୁଥିବା ମେଞ୍ଚା ମେଞ୍ଚା କୋହ ଆଜୀବନ କାରାଦଣ୍ଡ ଭୋଗେ ବିବାହର କାଳ କାରଗାରଟା ଭିତରେ। ଜୟ ଶ୍ରୀ ଜଗନ୍ନାଥ।